ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। ଶ୍ରୀକ୍ଷେତ୍ର ପରିକ୍ରମା। ଶ୍ରୀକ୍ଷେତ୍ର ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିବ୍ୟାପ୍ତ ଓ ପ୍ରସାରିତ ଗଭୀର ଚେତନାର ପ୍ରତୀକ। ଶ୍ରୀକ୍ଷେତ୍ରର ମାଟି, ପାଣି, ପବନ ସବୁ ପବିତ୍ର। ସେହି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ପରିକ୍ରମା କଲେ ସର୍ବପାପ ତାପ ମୋଚନ ହୋଇଥାଏ ବୋଲି ବିଶ୍ୱାସ ରହିଅଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ 12 ମାସରେ 13 ପର୍ବ। ସେହି ଯାନିଯାତ୍ରାରେ ସାମିଲ ହେବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥାନ୍ତି ଲକ୍ଷ ଲକ୍ଷ ଭକ୍ତ ଓ ସାଧୁ ସନ୍ଥ। ଏହି ପରମ୍ପରା ଭିତରେ ରହିଛି ଏକ ଅନନ୍ୟ ପରମ୍ପରା, ଶ୍ରୀକ୍ଷେତ୍ର ପରିକ୍ରମା। ମାର୍ଗଶିର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀକ୍ଷେତ୍ର ପରିକ୍ରମା କରାଯାଇଥାଏ। ମହାକାର୍ତ୍ତିକ ମାସ ପରେ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀ ମନ୍ଦିର ଦର୍ଶନ କରିବା ସହ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବାର ପରମ୍ପରା ରହିଅଛି। ଗୌଡ଼ୀୟ ବୈଷ୍ଣବମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ଖୁବ୍ ପ୍ରସିଦ୍ଧି ଲାଭ କରିଅଛି। ସିଂହଦ୍ୱାରଠାରୁ ପରିକ୍ରମା ଆରମ୍ଭ ହୋଇ ଝାଞ୍ଜ ମୃଦଙ୍ଗର ତାଳେ ତାଳେ ହରିନାମ ସଂକୀର୍ତ୍ତନ କରି ବୈଷ୍ଣବ ଭକ୍ତ ଓ ଶ୍ରଦ୍ଧାଳୁମାନେ ପଦଯାତ୍ରାରେ ସାମିଲ ହୋଇ ଶ୍ରୀକ୍ଷେତ୍ର ପରିକ୍ରମା କରିଥାନ୍ତି। ଏହି ପବିତ୍ର ଧାମର ମାହାତ୍ମ୍ୟକୁ ଅନୁଭବ କରି ଶ୍ରୀମନ୍ ରୂପ ଗୋସ୍ୱାମୀ ଓ ସନାତନ ଗୋସ୍ୱାମୀଙ୍କୁ ସାଙ୍ଗରେ ଧରି ଏହି ଶ୍ରୀକ୍ଷେତ୍ର ପରିକ୍ରମାର ପୁନଃ ପ୍ରଚଳନ କରିଥିଲେ ଶ୍ରୀ ଚୈତନ୍ୟ। ପୂର୍ବରୁ ଏହି ପରିକ୍ରମା ପଞ୍ଚକୋଶ ବ୍ୟାପୀ ଅନୁଷ୍ଠିତ ହେଉଥିଲା, ଅର୍ଥାତ୍ ସ୍ୱର୍ଗଦ୍ୱାରଠାରୁ ଆରମ୍ଭ ହୋଇ ଲୋକନାଥ ଅତିକ୍ରମ କରି ବେଲେଶ୍ୱର ମନ୍ଦିର ଦେଇ ପୁନଃ ସ୍ୱର୍ଗଦ୍ୱାରରେ ଶେଷ ହେଉଥିଲା। ସମୟକ୍ରମେ ଏହି ପରିକ୍ରମା ବର୍ତ୍ତମାନ ସଂକ୍ଷିପ୍ତ ହୋଇଅଛି। ବର୍ତ୍ତମାନ 18 ନଳା ଦେଇ ସିଦ୍ଧ ମହାବୀର ଅତିକ୍ରମ କରି ସ୍ୱର୍ଗଦ୍ୱାରରେ ଶେଷ ହେଉଅଛି ଏହି ଶ୍ରୀକ୍ଷେତ୍ର ପରିକ୍ରମା। ଶ୍ରୀମନ୍ଦିର 18 ନଳା ଦେଇ ଭକ୍ତମାନେ ପରିକ୍ରମା କରି ପଞ୍ଚତୀର୍ଥ ବଜରଙ୍ଗବାଲୀଙ୍କ ଦର୍ଶନ ପାଇଁ ସିଦ୍ଧ ମହାବୀରଙ୍କ ମନ୍ଦିରରେ ପହଞ୍ଚିଥାନ୍ତି। ହଜାର ହଜାର ଶ୍ରଦ୍ଧାଳୁ ମହାବୀରଙ୍କୁ ଦର୍ଶନ କରିବା ସହ ପ୍ରିୟ ରସଗୋଲା ଭୋଗ କରିଥାନ୍ତି। ପଞ୍ଚତୀର୍ଥ ପାଇଁ ସମଗ୍ର ସିଦ୍ଧ ମହାବୀର ପୀଠ ଲୋକାରଣ୍ୟ ହୋଇଉଠେ। ବର୍ଷକରେ ଥରେ ଗୋଟିଏ ଦିନ ଶ୍ରଦ୍ଧାଳୁମାନେ ମହାବୀରଙ୍କୁ ସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି। ପଞ୍ଚତୀର୍ଥ ପାଇଁ ପୂର୍ବ ରାତିରୁ ସିଦ୍ଧ ମହାବୀରଙ୍କ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି କରାଯିବା ପରେ ସ୍ନାନ ଭୋଗରାଗ କରାଯାଇ ରାତ୍ରିରୁ ମହାବୀରଙ୍କୁ ନାଗା ବେଶରେ ସଜ୍ଜିତ କରାଯାଇଥାଏ। ଭୋରରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଥାଏ। ଶ୍ରଦ୍ଧାଳୁମାନେ ଧାଡ଼ିରେ ମହାବୀରଙ୍କ ଦର୍ଶନ କରିବା ସହ ରସଗୋଲା ଭୋଗ କରିଥାନ୍ତି। ଏହାପରେ ଭକ୍ତମାନେ ସଂକୀର୍ତ୍ତନ ସହିତ ବେଡ଼ି ହନୁମାନ, ସୁନାର ଗୌରାଙ୍ଗ ଓ ଚକ୍ରତୀର୍ଥ ଦର୍ଶନ କରି ପରିଶେଷରେ ସ୍ୱର୍ଗଦ୍ୱାର ହୋଇ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପରିକ୍ରମା ଶେଷ କରିଥାନ୍ତି। ବିଷ୍ଣୁ ପୁରାଣ ଅନୁସାରେ ମହାବିଷ୍ଣୁଙ୍କର 4 ହାତରେ ରହିଥିବା 4 ଆୟୁଧ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ନେଇ ଓଡ଼ିଶାର 4ଗୋଟି ସ୍ଥାନରେ 4ଟି କ୍ଷେତ୍ର ସୃଷ୍ଟି ହୋଇଅଛି। ସେଗୁଡ଼ିକ ହେଉଛି ଚକ୍ରକ୍ଷେତ୍ର ଭୁବନେଶ୍ୱର, ଗଦାକ୍ଷେତ୍ର ଯାଜପୁର, ପଦ୍ମକ୍ଷେତ୍ର କୋଣାର୍କ ଓ ଶ୍ରୀକ୍ଷେତ୍ର ପୁରୀ। ଏହି ସମସ୍ତ ଧାମ ଚିନ୍ମୟ ଧାମ। ଏହି ଧାମ ସବୁ ଭକ୍ତଙ୍କୁ ଅଭୀଷ୍ଟ ପ୍ରଦାନ କରି ଚତୁର୍ବର୍ଗ ଫଳ ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଅଛି। ଜୟ ଶଙ୍ଖ କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ, ଜୟ ଚକ୍ର କ୍ଷେତ୍ରାଧିପତି ଶ୍ରୀ ଲିଙ୍ଗରାଜ, ଜୟ ଗଦା କ୍ଷେତ୍ରାଧିପ ମା ବିରଜା, ଜୟ ପଦ୍ମ କ୍ଷେତ୍ରାଧିପତି ଶ୍ରୀ ସୂର୍ଯ୍ୟନାରାୟଣ। ଏହି 4ଟି କ୍ଷେତ୍ର ମଧ୍ୟରୁ ଶ୍ରୀକ୍ଷେତ୍ର ପୁରୀ ଧାମ ଶଙ୍ଖକ୍ଷେତ୍ର ଭାବରେ ପରିଚିତ। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଏହି କ୍ଷେତ୍ର ହେଉଛି ଅତି ପାବନ କ୍ଷେତ୍ର, ଯାହା ମହାପ୍ରଳୟ କାଳରେ ମଧ୍ୟ ନାଶ ହୋଇନଥାଏ। ଏହି ନିତ୍ୟ ଶାଶ୍ୱତ କ୍ଷେତ୍ର ଯେଉଁଥିପାଇଁ ନୀଳାଦ୍ରିନାଥ ସ୍ୱୟଂ ଦାରୁବ୍ରହ୍ମ ରୂପରେ କଳିଯୁଗରେ ବିରାଜିତ। ସେଥିପାଇଁ ଶ୍ରୀକ୍ଷେତ୍ର ପରିକ୍ରମା ଦିନ ପୁରୀରେ ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁସନ୍ଥ ଆଦି ଶ୍ରୀକ୍ଷେତ୍ର ପରିକ୍ରମା କରିଥାନ୍ତି। ଜୟ ଶ୍ରୀ ଜଗନ୍ନାଥ।